देखिए ଆଉ ଗୋଟିଏ ଖବର ମୁଁ ଆପଣମାନଙ୍କ ସାମ୍ନାରେ ପଠାଇବା ପାଇଁ ଚାହିଁବି। ଯେଉଁମାନେ ଛୋଟ ପିଲାମାନେ ମୋବାଇଲ ଧରୁଛନ୍ତି ପ୍ଲସ୍ ଟିଭି ଦେଖୁଛନ୍ତି ମାନେ ଗେମ୍ସ ଘରିକା, ମୁଁ କହିବା ପାଇଁ ଚାହିଁବି ଆଜିକା ଡେଟ୍ରେ କେତେ ଗେମ୍ ଖେଳିକି ପିଲା ସବୁ ମରୁଛନ୍ତି। ଏଇଟା କିନ୍ତୁ ସତ୍ୟ। ସେ ଗେମ୍ରେ ଏମିତି ଏକ ଜିନିଷ ଅଛି ଯେ କି ତାସ୍ ଖେଳ ହଉ, ଲୁଡୁ ହଉ, ବିଭିନ୍ନ ପ୍ରକାର ଅଛି ଏଥିରେ। ଯଦି ଆମେ ତାକୁ ଓପନ୍ କରୁଛେ, କିଛି ଜିନିଷ ତାସ୍ଟା ଆମେ ଖେଳିଲେ, ଆମେ ତାସ୍ ଖେଳିଲା ବେଳେ ଯଦି ଆମେ ହାରି ଯାଉଛେ, ଆମକୁ ସେଠି କ'ଣ ଗୋଟେ କାର୍ଯ୍ୟ ମାନେ ଚାଲିଛି। ଆପଣମାନେ ତ ସମସ୍ତେ ଜାଣିନାହାନ୍ତି। ଆଉ ନିହାତି ରୂପେ ଏଇ ଯେଉଁ କଥା ମୁଁ ଆପଣମାନଙ୍କୁ କହୁଛି ପୁରା ରିଏଲି କଥା। ଗୋଟେ ଗାଁରେ ଗୋଟେ ପିଲା ମରିଯାଇଛି। ଏଇଟା ମାନେ ଟୋଟାଲି ସବୁଆଡ଼େ ଭାଇରାଲ୍ ହେଉଛି। କିନ୍ତୁ ପିଲାମାନେ ଆଜି ପର୍ଯ୍ୟନ୍ତ ଟୋଟାଲି ମାନୁନାହାନ୍ତି, କିନ୍ତୁ ସେ ଗେମ୍ସ ସବୁବେଳେ ଖେଳୁଛନ୍ତି। ପୁରା ମାନେ ଅତି ସତ୍ୟ ଘଟଣା, ମିଛ କଥା ନୁହେଁ, ପୁରା ସତ୍ୟ ଘଟଣା। ମୁଁ ଯେତେବେଳେ ସେଟା ଆମର ଆକ୍ଟିଭ୍ ହେବନି, କାହିଁକି ନା ମୁଁ ଦିନେ ସେ ଗେମ୍ସଟାକୁ ଡାଉନଲୋଡ଼୍ କରିଥିଲି, ମୋ ମୋବାଇଲରେ ଆକ୍ଟିଭ୍ ହେଲାନି। କିନ୍ତୁ ପ୍ରାୟ ଜାଗାରେ ଏଇସବୁ ଗେମ୍ସ ଖେଳ ହେଉଛି, ମାନେ ଲୁଡୁପାଲି ହଉ, ଯେ କି ତାସ୍ ଖେଳ ହଉ, ମୋବାଇଲରେ ଗେମ୍ସ ମାନେ ଅନଲାଇନ୍ ଗେମ୍ସ ଖେଳୁଛନ୍ତି ସମସ୍ତେ। ଯେଉଁମାନେ ନ ଜାଣିଛନ୍ତି ଗେମ୍ସରେ କ'ଣ ସବୁ ହୁଏ, କ'ଣ ସବୁ ନାହିଁ, ମୁଁ ଆପଣମାନଙ୍କୁ ବତାଇ ଦେଉଛି। ତା'ର ବି ବିଭିନ୍ନ ପ୍ରକାର ସିଷ୍ଟମ୍ ଅଛି। ଯଦି ଆପଣମାନେ ହାରି ଯାଉଛନ୍ତି, ହାରିବାର କାରଣ ହେଉଛି ସେ ଭିତରେ ସବୁ ଜିନିଷ ଅଛି। ଧର ମୁଁ ଏଠି ବସିଲି, ଆପଣମାନେ ଖେଳୁଛନ୍ତି, ଏଠି ଲ୍ୟାପଟପ୍ରେ ମୁଁ ଆପଣମାନଙ୍କୁ କିଛି ଜିନିଷ କ୍ଲିକ୍ କରିବା ପାଇଁ ଚାହିଁବି। ଯେମିତି କିଛିଟା ଆପଣମାନଙ୍କର ହେଇଯାଇପାରେ, ଲୋକମାନେ କେହି ବି ଜାଣିପାରନ୍ତିନି ଜିନିଷଟା କ'ଣ ପାଇଁ ହେଉଛି, କ'ଣ ନାହିଁ। ଆମେ ଯଦି ଜିତି ଯାଉଛେ ପ୍ଲସ୍ ପଇସା କିନ୍ତୁ ଆସିବନି, ତାଙ୍କ ପାଖକୁ ପଇସା ପଳେଇଯାଏ। କେମିତି ନା, ସବୁ କମ୍ପ୍ୟୁଟର ଯୁଗ ଆଉ ମୋବାଇଲରେ ସିଷ୍ଟମ୍ ସବୁ ଅଛି। ଯେଉଁମାନେ ଅନଲାଇନ୍ ଗେମ୍ ଖେଳୁଛନ୍ତି ଟିକେ ସତର୍କ ହୁଅନ୍ତୁ, କାହିଁକିନା ଅଧିକାଂଶ ପିଲା ବି ମରି ଯାଉଛନ୍ତି ଗେମ୍ସ ଖେଳିକି। ସେଇ ବିଷୟରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି। ଯେଉଁମାନେ ଗେମ୍ସ ଖେଳୁଛନ୍ତି ସେମାନଙ୍କ ପାଇଁ ବି ମୁଁ ଆଜି ସତର୍କ କରିବା ପାଇଁ ଚାହିଁବି। ଏଠି ଆପଣମାନେ ମାର୍କ କରନ୍ତୁ, ଯଦି ଆପଣ ଗୋଟିଏ ଗେମ୍ସ ଖେଳୁଛନ୍ତି, ତାକୁ ହେଉଛି 10 ଟଙ୍କା, ତାସ୍ ଖେଳ ହେଉଛି 20 ଟଙ୍କା, ଆଉ ଲୁଡୁପାଲି ହେଉଛି 50 ଟଙ୍କା। ଆପଣ କେଉଁ ଗେମ୍ସ ଖେଳିବେ ସେଇ ହିସାବରେ ଆପଣମାନେ ଓପନ୍ କରିବେ। ଆଜି ପର୍ଯ୍ୟନ୍ତ ମୁଁ ଦେଖିଛି ଗୋଟେ ମେସେଜ୍ ଆସେ ଯେ କି ଆପଣ ଗେମ୍ ଖେଳିବା ପାଇଁ ହୁସିଆରି ରୁହନ୍ତୁ। କାହିଁକି କହୁଛନ୍ତି? ସେଥିରେ କିଛି ବି କାରଣ ଥାଇପାରେ, କିନ୍ତୁ ପିଲାମାନେ କେହି ବୁଝିପାରୁନାହାନ୍ତି। ସେ ଗେମ୍ଟାକୁ ଆପ୍ଲାଏ କରୁଛନ୍ତି, ଖେଳୁଛନ୍ତି, ପ୍ଲସ୍ ମରୁଛନ୍ତି। ଏଠି ଜଣଙ୍କର ସାଙ୍ଗ 4ଟା ନା 5ଟା ଖଣ୍ଡେ ମରୁଛନ୍ତି ଗେମ୍ସ ଖେଳିକି। ସେଥିପାଇଁ ମୁଁ ମାନେ ଏଠି କହିବା ପାଇଁ ଚାହିଁବି, ଆପଣମାନେ ଯଦି ଗେମ୍ସ ଯେଉଁମାନେ ଖେଳୁଛନ୍ତି ଖେଳନ୍ତୁ, କିନ୍ତୁ ତା ଭିତରେ ସବୁ କ'ଣ ହେଉଛି ଆପଣମାନେ ଟିକେ ଧ୍ୟାନ ଦେଇକି ଦେଖିଲେ ନିହାତି ରୂପେ ଆପଣମାନେ ଜାଣିପାରିବେ ସେ ଗେମ୍ସରେ କ'ଣ ହେଉଛି ଆଉ କେମିତି କ'ଣ ଲୋକମାନେ ମରୁଛନ୍ତି ଗେମ୍ସ ଖେଳିକି। ସେ ବିଷୟରେ ବି ମୁଁ ଆପଣମାନଙ୍କୁ କହିଛି। ତା ପରବର୍ତ୍ତୀ ଷ୍ଟେଜ୍ରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହିଁବି କେଉଁମାନଙ୍କର ଦେଖନ୍ତୁ, ଆଉ ଗୋଟିଏ କାରଣ ମୁଁ ଆପଣମାନଙ୍କୁ ବତେଇ ଦେଉଛି। ମୁଁ ଯେତିକି ଜାଣିଛି ମୁଁ ଆପଣମାନଙ୍କୁ ବତେଇ ଦେଉଛି। ମୋବାଇଲରେ ଯେଉଁମାନଙ୍କର ଇଣ୍ଟରନେଟ୍, ଧର ମୋବାଇଲ ନମ୍ବରଟା ଯଦି ଆପଣମାନଙ୍କ କାହାକୁ ଦେଇଛନ୍ତି, ଆପଣଙ୍କ ଡାଟା ନିହାତି ରୂପେ ଚୋରି ହେଉଥିବ। ଏଇଟା ସମସ୍ତଙ୍କର ସେମିତି ହେଉଛି ଯେ କି ବେଳେବେଳେ ନମ୍ବର, ଧର ଆପଣମାନେ କାହାକୁ ଦେଇଛନ୍ତି, ଅଚିହ୍ନା ଲୋକ ନମ୍ବର ଦେଇଛନ୍ତି, ଆପଣଙ୍କର ଫୋନ୍ପେରେ ପଇସା ପଳେଇ ଯାଉଛି, ବିଭିନ୍ନ ପ୍ରକାର ଏମିତି ହେଉଛି। ଏଇଟା କିନ୍ତୁ ପୁରା ରିଏଲି ଜିନିଷ। ଆଉ ଯେଉଁମାନେ ବି ଗେମ୍ ଖେଳୁଛନ୍ତି, ପଇସା କାରବାର କରୁଛନ୍ତି, ଟିକେ ସତର୍କ ହେଇକି ଖେଳିବା ଦରକାର। କାହିଁକି ନା ସବୁଆଡ଼ୁଆ
ଆମର ଏସବୁ ଜିନିଷ ପ୍ରତି ଆପଣମାନେ ଟିକେ ସାବଧାନ ହେବା ନିହାତି ଜରୁରୀ। ଯେଉଁମାନେ ଗେମ୍ ଖେଳୁଛନ୍ତି, କେତେ ଲୋକ କେତେ ପିଲା ମରୁଛନ୍ତି ହେଲା କି, ସେ ଗେମ୍ ଖେଳିଲା ମାନେ ହାରିଯାଇଛି, ହାରି ସାରିଲା ପରେ ଆଉ ଗୋଟିଏ କଥା ଆପଣମାନଙ୍କୁ କହିବି, ସେ ହାରିଯାଇଛି, ଯାହା ପଇସା ସେଥିରେ ଭରିଛି, ଯେତେବେଳେ ଖେଳିବାକୁ ଯାଇଛି ସେ ଗେମ୍ସଟା ଆଉ ଓପନ୍ ହେଲା ନାହିଁ। ଯେତେବେଳେ ସେ ଗେମ୍ଟା ଯେତେବେଳେ ଓପନ୍ ହେଲା ନାହିଁ, ତା ମୁଣ୍ଡରେ ଗୋଟେ ଚିନ୍ତା ପଶିଲା, ମୁଁ ତ ଜିତିଥିଲି, ଆଉ ସବୁ ପଇସା ମୁଁ ପୁରେଇଥିଲି, ଆଉ ଗେମ୍ କ'ଣ ପାଇଁ ଓପନ୍ ହେଉନି। ଆପଣମାନେ ଏଠି ଚିନ୍ତା କରନ୍ତୁ, ସବୁବେଳେ ମାଇଣ୍ଡଟାକୁ ଖର୍ଚ୍ଚ କରନ୍ତୁ, ଦିମାଗ ଖର୍ଚ୍ଚ କରନ୍ତୁ। ଯେଉଁମାନେ ଗେମ୍ ଖେଳୁଛନ୍ତି, ତାସ୍ ହଉ କି ଲୁଡ଼ୁ ହଉ ଖେଳୁଛନ୍ତି, ସାମ୍ପୁ ଲୁଡ଼ୁ ପାଲି ଅଛି, ସେଥିରେ ଖେଳନ୍ତୁ, କିଛି ଅସୁବିଧା ହେବନି। ଆଉ ଯେଉଁମାନେ ଅନଲାଇନ୍ରେ ଖେଳୁଛନ୍ତି ଗେମ୍ସ ହଉ, ଯେ କି ତାସ୍ ଖେଳ ହଉ, ସେଥିରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ଭାବନା ହେଉଛି। ଆପଣ ଦେଖନ୍ତୁ, ଟ୍ରାଏଲ୍ କରିକି ଆପଣ ଜାଣିପାରିବେ। ସେ ପିଲାଟା କ'ଣ କରିଛି ନା, ଯେତେବେଳେ ସେ ହାରିଯାଇଛି, ଫାର୍ଷ୍ଟ ଟାଇମ୍ ସେ ହାରିଗଲା, ଲାଷ୍ଟ ଟାଇମ୍ ଜିତିଲା ପରେ ସେ କେତେ ଟଙ୍କା ତା ଦେହରେ ଭରି ସାରିଲା ପରେ ପୁଣି ଥରେ ସେ ଖେଳିଲା ପରେ ପୁଣି ସେ ହାରିଗଲା। ତା ପରଦିନ ଜିତିବା ପାଇଁ ଟ୍ରାଏଲ୍ କଲା, ଯେତେବେଳେ ଜିତିବା ପାଇଁ ଟ୍ରାଏଲ୍ କଲା, ଜିତିଗଲା, ପୁଣି ପଇସା ସେ ଭରିଲା। ଏମିତି କିଛି ଦିନ ଗଲା, ପଇସା ଭରିଲା ପରେ ଆଉ ତା ପାଖରେ ପଇସାଟା ନାହିଁ। ଯେତେବେଳେ ନାହିଁ, ସେ ପୁଣି ଥରେ ଗେମ୍ସଟାକୁ ଓପନ୍ କରି ଖେଳିଛି, ପଇସା ଆସିଲେ ମୁଁ ତା ପଇସାଟା ଦେବି। କିନ୍ତୁ ତା ଭାଇ ପାଖରୁ ଯେତିକି ସେ ପଇସାଟାକୁ ନେଇଥିଲା ମାନେ ଗେମ୍ସ ପାଇଁ, ସେ ପଇସାଟାକୁ ଭରି ଲାଷ୍ଟକୁ, ଆଉ ପଇସା ଯେତେବେଳେ ସରିଗଲା, ଲାଷ୍ଟକୁ ସେ କ'ଣ କଲା ଜାଣିଛନ୍ତି? ଘର ପଛକରେ ଦୌଡ଼ି ଦେଇକି ମରିଗଲା। ଏଇ ଘଟଣାଟା ସମସ୍ତଙ୍କ ପାଖକୁ ଯାଇଥିବ। ସେଥିପାଇଁ ମୁଁ ସମସ୍ତଙ୍କୁ ଏଠି କହିବା ପାଇଁ ଚାହିଁବି, ଆପଣମାନେ ଯେଉଁମାନେ ଗେମ୍ ଖେଳୁଛନ୍ତି, ଭାବୁଛନ୍ତି କି ଆପଣମାନେ ଗେମ୍ସ ଆପ୍ଲାଏ କରନ୍ତୁ ପ୍ଲସ୍ ଖେଳନ୍ତୁ, କିଛି କହିବାର ନାହିଁ। କିନ୍ତୁ ଅସୁବିଧାଟା ହେଉଛି ଏଇଥିପାଇଁ ଯେ ଗେମ୍ ଖେଳିକି ଅଧିକାଂଶ ଲୋକ ଠାରୁ ପିଲା ପର୍ଯ୍ୟନ୍ତ ମରୁଛନ୍ତି କ'ଣ ପାଇଁ, କାହିଁକି ମରୁଛନ୍ତି, ସେ ବିଷୟରେ ବି ମେନ୍ କଥା ହେଲା, ସେ ବିଷୟରେ ବି ଆଜି ପର୍ଯ୍ୟନ୍ତ କେହି ବି ଠୋସ୍ ଖବର ପାଉନାହାନ୍ତି। ଯେ କି ଗେମ୍ ଖେଳିକି ଗୋଟେ ଆଶ୍ଚର୍ଯ୍ୟ ଘଟଣା, ଗୋଟେ ଗେମ୍ ଖେଳିକି କାହିଁକି ଏତେ ପିଲା ମରୁଛନ୍ତି, କ'ଣ ପାଇଁ, କାହିଁକି? ଯଦି ଆପଣମାନେ ତା ଭିତରେ ଆପଣମାନେ ପଶିବା ପାଇଁ ଚାହିଁବେ, କିଛିଟା ଆପଣମାନେ ପାଇପାରିବେ। ଆଉ ଯେଉଁମାନେ ଭିତରେ ପଶିନାହାନ୍ତି, ଆପଣ ସେ ଜିନିଷକୁ ୟୁଜ୍ କରିବା ନାହିଁ। ଏଇଟା କିନ୍ତୁ ଆପଣମାନେ ମନେ ରଖନ୍ତୁ। ଧର ସେଇ ଜିନିଷଟାକୁ ଆପଣମାନେ ଆପ୍ଲାଏ କରିଛନ୍ତି, ଗେମ୍ଟା ଖେଳିବା ପାଇଁ ଷ୍ଟାର୍ଟ କରିଛନ୍ତି, ଆପଣ ଖେଳିଛନ୍ତି, ଆପଣମାନଙ୍କୁ ପଇସା ଆସିଛି, ସେକେଣ୍ଡ ଥର ପଇସା ଆସିବ, ଫାର୍ଷ୍ଟ ଥର ପଇସା ଆସିବ, ତାପରେ ଆପଣ ପଇସା ଭରିବେ। ଏଇଟା କିନ୍ତୁ ସତ ଘଟଣା। 10 ଟଙ୍କା ହେଉ, 2 ଟଙ୍କା ମାନେ 100 ଟଙ୍କା ହେଉ, ଆପଣ ଭରିବେ, ତାପରେ ଆପଣମାନେ ଗେମ୍ଟାକୁ ଆପଣମାନେ ବ୍ୟବହାର କରିବେ। ଯେତେବେଳେ ଆପଣ ପଇସାକୁ ଭରିଛନ୍ତି, ଗେମ୍ ଖେଳିଛନ୍ତି, ସେଠି ଏମିତି ଏକ ଜିନିଷ ହୁଏ, ମୁଁ ସମସ୍ତଙ୍କୁ କହିବା ପାଇଁ ଚାହିଁବି, ସେଥିରେ ଏମିତି ଏକ ଜିନିଷ ହୁଏ ଯେ କି ସେମାନଙ୍କ ପାଖରେ ଲ୍ୟାପଟପ୍ ଥାଏ, ଆଉ ବିଭିନ୍ନ ପ୍ରକାର ମେସିନ୍ ଥାଏ। ମୁଁ ଭାବୁଛି ଯେତିକି ସେଠି ବସିକି କିଛିଟା ବି ସେ ଖେଳ କରୁଥିବେ, ସେଥିପାଇଁ ପିଲା ସବୁ ମରୁଛନ୍ତି। ପଇସା ତାଙ୍କର ସବୁ ହେଇଗଲା, ଆଉ ଆପଣମାନଙ୍କ ପାଖରେ ପଇସା ନାହିଁ ଗେମ୍ସ ଖେଳିବା ପାଇଁ। କିନ୍ତୁ ଆପଣମାନେ ଟିକେ ସାବଧାନ ହେଇକି ଆପଣମାନେ ନିହାତି ରୂପେ ଗେମ୍ ଖେଳନ୍ତୁ। ଆଜି ନହେଲେ କାଲି ଅନେକ ପିଲା ମରିଛନ୍ତି, ଦେଖିଲେ ହିଁ ଆପଣମାନେ ଜାଣିପାରିବେ। ଦେଖନ୍ତୁ, ମୁଁ ସବୁବେଳେ ଆପଣମାନଙ୍କୁ ହୁସିଆରି କରେ, ସତର୍କ କରେ, ଆପଣମାନେ ଯେଉଁମାନେ ଗେମ୍ ବ୍ୟବହାର କରୁଛନ୍ତି, ପଇସା କାରବାର, ଧର ସେ ଗେମ୍ସରେ ଧର ପଇସା କିଛି ପୁରଉଛନ୍ତି, କିଛି ଜିନିଷ ଆପଣମାନଙ୍କୁ ଭାବିବାକୁ ପଡ଼ିବ ଯେ କି ମୁଁ ଏ ଗେମ୍ଟା ଖେଳୁଛି, ମୁଁ
ପଇସା ଆପଣମାନେ ପୁରେଇବା ନାହିଁ। ଯଦି ଆପଣମାନେ ଜିତୁଛନ୍ତି ଟିକେ ସତର୍କ ହେଇକି ପୁରେଇବେ, କାହିଁକିନା ଆପଣଙ୍କ କତିକି ମେସେଜ୍ ଆସିବ ଏତିକି ଟଙ୍କା ଦିଅନ୍ତୁ। ଏଇସବୁ ଜିନିଷ ଉପରେ ଯଦି ଆପଣମାନେ ଟିକେ ଧ୍ୟାନ ଦେବେ କିଛି ବି ଅସୁବିଧା ହେବନି। ତାପରେ ଆଉ ଗୋଟେ କଥା ଆପଣମାନଙ୍କୁ ଆଜି କହିବା ପାଇଁ ଚାହିଁବି, ଛୋଟ ଛୁଆଙ୍କୁ ଯେଉଁମାନେ ମୋବାଇଲ ଦେଉଛନ୍ତି, ଗେମ୍ ଘରିକା ଦେଖାଉଛନ୍ତି, ଛୋଟ ଛୁଆଙ୍କର ମୁଣ୍ଡ ଉପରେ ପ୍ରେସର ପଡ଼େ, ଏଇଟା ସମସ୍ତେ ଜାଣିଛନ୍ତି। କିନ୍ତୁ ଛୋଟ ଛୁଆ ଖାଉନାହାନ୍ତି ବୋଲି ମାଆ ମାନେ ମୋବାଇଲ ଧରେଇ ଦେଉଛନ୍ତି, ଏଇଟା କିନ୍ତୁ ସତ ଘଟଣା। କିନ୍ତୁ ସେ କେବେ ଭାବି ନାହାନ୍ତି ଯେ କି ମୁଁ ଯଦି ଗୋଟେ ପିଲାକୁ, ଛୋଟ ଛୁଆକୁ ମୁଁ ମୋବାଇଲ ଦେଉଛି ତ ମେମୋରି ଉପରେ କେତେ ପ୍ରେସର ପଡ଼ିବ ସେ ବିଷୟରେ ଆପଣମାନେ ଜାଣିନାହାନ୍ତି। ଜାଣିବା ପାଇଁ ଟ୍ରାଏଲ୍ କଲେ ଆପଣମାନେ ଜାଣିପାରିବେ। ନମସ୍କାର।